ଆପଣଙ୍କ ମନରେ ପ୍ରଶ୍ନ ଅଛି, ମୁଁ ତ ଭଗବାନଙ୍କ ନାମ ଜପ କରୁଛି, ହନୁମାନ ଚାଳିଶା ପଢୁଛି, ଭାଗବତ ପଢୁଛି, ଗୀତା ପଢୁଛି, ରାମଚରିତ ମାନସ ପଢୁଛି, ବହୁତ ସାରା ଶ୍ଲୋକ ବି ପଢୁଛି, ତଥାପି ମୋ ଜୀବନରେ କଣ ପାଇଁ ସୁଖ ଆସୁନି? ତାହେଲେ ଆପଣ ଏଇ ଗୋଟିଏ ଯଦି ଭୁଲ କରୁଥିବେ ନା, ତାହେଲେ ସେଇ ଭୁଲ ଆପଣଙ୍କ ଜୀବନକୁ ବର୍ବାଦ କରିଦେବ। କଣ ନା ଅହଙ୍କାର। ବେଳେ ବେଳେ ଆମେ କିଛି ଲୋକ ଥାଏ ବା କିଛି ଭକ୍ତ ଥାଏ ଯୋଉମାନେ କି ଟିକେ ଭଗବାନଙ୍କ ନାମ ଜପ କରି କିଛି ଭଗବାନଙ୍କ ଠାରୁ ଆଶୀର୍ବାଦ ପାଇଲା ପରେ ଆମକୁ ଲାଗେ ଆମେ ଗୋଟେ ଗଡ଼ ଜିତି ଯାଇଛେ, ଆମେ ସମସ୍ତେ ଆମେ ସମସ୍ତଙ୍କ ଠାରୁ ଦୁନିଆରେ ନିଆରା ଏବଂ ଆମ ପରି କେହି ନାହାନ୍ତି, ଆମେ ସବୁ କିଛି ଜାଣିଛୁ, ମୁଁ ହିଁ ଏକମାତ୍ର ଜ୍ଞାନୀ। ଏହି ଅହଙ୍କାର ଭାବନା ଆସିଲେ ଆପଣ ଯାହା ଉପରକୁ ଉଠୁଥିଲେ ଭଗବାନଙ୍କ ଆଶୀର୍ବାଦରେ ଆଉ ଉଠି ପାରିବେ ନାହିଁ ଏବଂ ଆପଣଙ୍କ ଜୀବନରେ ପୁଣି ପ୍ରୋବ୍ଲେମ ଆସିବ ଏବଂ ଆପଣଙ୍କର ମନ ବିଚଳିତ ହେବ। ଶୁଣନ୍ତୁ, ଏଇ କାହାଣୀ ନୁହେଁ, ଗୋଟେ ସତ୍ୟ ଘଟଣା। ଜାଣିଥିବେ ଆପଣ ମହାଭାରତରେ ଅର୍ଜୁନ ତୀର୍ଥରେ ଥିଲେ, ମାନେ ତୀର୍ଥଯାତ୍ରା କରୁଥିଲେ। ସେ ଯାଇଥିଲେ ରାମେଶ୍ୱର ଏବଂ ରାମେଶ୍ୱର ଜାଣିଛନ୍ତି, ରାମ ଭଗବାନ ଯେତେବେଳେ ସେତୁ ବନ୍ଧ ବାନ୍ଧିବେ ବୋଲିକି ରାବଣ ପାଖକୁ ଯିବା ପାଇଁକି, ଲଙ୍କାକୁ ଯିବା ପାଇଁକି ସେଠି ପ୍ରଥମେ ପୂଜା କରିଥିଲେ। ରାମଙ୍କର ଈଶ୍ୱର ହଉଛନ୍ତି ମହାଦେବ, ସେଥିପାଇଁ ତାଙ୍କ ମନ୍ଦିରର ନାମ ଦିଆ ହେଇଥିଲା ରାମେଶ୍ୱର, ମହାଦେବଙ୍କର ମନ୍ଦିର। ସେ ରାମେଶ୍ୱର ମନ୍ଦିର ସ୍ଥାପନା କରିସାରିବା ପରେ ସେତୁ ବନ୍ଧ ଆରମ୍ଭ କରିଥିଲେ। ସେଠି ଅର୍ଜୁନ ଭାବୁଥାନ୍ତି ଯେ ଶ୍ରୀରାମ ତ ସ୍ୱୟଂ ବିଷ୍ଣୁ ଭଗବାନ, ତାଙ୍କ ପାଖରେ ତ ଏତେ ବଳ ଥିଲା, ସେ ବହୁତ ଶକ୍ତିଶାଳୀ ଥିଲେ, ସେ ତାଙ୍କୁ ଏଇ ବାନର ମାନଙ୍କର ଆବଶ୍ୟକତା ପଡିଲା କାହିଁକି? ସେ ତ ଚାହିଁଥିଲେ ଗୋଟିଏ ତୀରରେ ଗୋଟେ ସେତୁ ନିର୍ମାଣ କରିଦେଇଥାନ୍ତେ, କିନ୍ତୁ ସେ ବାନର ମାନଙ୍କୁ କଣ ପାଇଁ କି ଖୋଜିଲେ? ବାନର ମାନେ ପଥରରେ କଣ ପାଇଁ ସେତୁ ତିଆରି କଲେ? ତାଙ୍କ ମନରେ ଅହଙ୍କାର ଭାବନା ଆସିଲା। ସେତିକିବେଳେ ଜାଣିଥିବେ, ଯେତେବେଳେ ପ୍ରଭୁଙ୍କ ବିଷୟରେ କିଛି ଭାବିଲେ ଏବଂ ହନୁମାନ ସେଠି ନ ଆସିବେ, ଏଟା କେବେ ଭାବି ହବ ନାହିଁ। ଯେହେତୁ ଶ୍ରୀରାମଙ୍କ ବିଷୟରେ ପ୍ରଶ୍ନ କଲେ, ସାଙ୍ଗେ ସାଙ୍ଗେ ହନୁମାନ ସେଠି ପ୍ରକଟ ହେଲେ ଏବଂ ସେ ଅର୍ଜୁନକୁ କହିଲେ, ଆଚ୍ଛା, ତୁମେ ଯଦି ଏମିତି ଭାବୁଛ ତାହେଲେ ତମେ ଏବେ ସେତୁ ତିଆରି କର। ଅର୍ଜୁନ ବି ତାଙ୍କୁ କହିଲେ ଯେ ହଁ, ମୁଁ ତ ଗୋଟେ ସେକେଣ୍ଡରେ ଗୋଟେ ତୀରରେ ବଢିଆ ସେତୁ ନିର୍ମାଣ କରିଦେବି। ସେଠୁ ହନୁମାନ କହିଲେ, ଆଚ୍ଛା ହଉ, ଯଦି ତମ ସେତୁ ତମେ ତିଆରି କର, ଯଦି ମୁଁ ସେଠି ଚାଲିଲାରେ ବା ଯଦି ମୁଁ ତାପରେ ଚାଲିବି, ଯଦି ସେ ଭାଙ୍ଗିଯିବ, ତାହେଲେ ତମକୁ ଅଗ୍ନିରେ ଦେହକୁ ସମର୍ପଣ କରିବା ପାଇଁ ପଡିବ। ଅର୍ଜୁନ ବି ବହୁତ ଅହଙ୍କାର ଥିଲା ତାଙ୍କ ମନରେ। ସେ କହିଲେ, ହଁ, ଏମିତି ସେତୁ ନିର୍ମାଣ କରିବି ଯେ ସମଗ୍ର ବାନର ସମସ୍ତେ ଗଲେ ବି କିଛି ସେ ସେତୁର ହବନି। ତାପରେ ସାଙ୍ଗେ ସାଙ୍ଗେ ଅର୍ଜୁନ ନିଜ ମନରେ ବହୁତ ଗର୍ବ ଥିଲା ଯେ ଦୁନିଆର ସବୁଠାରୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହଉଛି ମୁଁ, ମୋ ଠାରୁ ଆଉ ଜ୍ଞାନୀ କେହି ନାହାନ୍ତି। ସେ କଣ କଲେ, ସାଙ୍ଗେ ସାଙ୍ଗେ ତୀରରେ ଗୋଟେ ସମୁଦ୍ରରେ ଗୋଟେ ସେତୁ ନିର୍ମାଣ କଲେ। ହନୁମାନ ପ୍ରଥମ ପାଦ ଯେତେବେଳେ ପକେଇଲେ, ସେତୁଟି ପୁରା ଟଳମଳ ହେବାକୁ ଲାଗିଲା। ଦ୍ୱିତୀୟ ପାଦ ପକେଇଲେ, ଆହୁରି ଇଏ ହେଲା, କିନ୍ତୁ ତୃତୀୟ ପାଦରେ ସମଗ୍ର ସେତୁଟି ଭାଙ୍ଗିଗଲା। ଅର୍ଜୁନଙ୍କର ଅହଙ୍କାର ସାଙ୍ଗେ ସାଙ୍ଗେ କ୍ଷୁର୍ଣ୍ଣ ହେଇଗଲା। ସେ କହିଲେ ଯେ ମୁଁ ବୁଝିଗଲି ଏବଂ ଆପଣଙ୍କୁ କହିବା କଥା ଦେବା ଅନୁସାରେ ମୁଁ ଏବେ ନିଜ ଶରୀରକୁ ଅଗ୍ନିରେ ଦାହ ଦେବି। ଠିକ ସେତିକି ବେଳେ ଶ୍ରୀକୃଷ୍ଣ ଆବିର୍ଭାବ ହେଲେ ଏବଂ କହିଲେ, ଜାଣିଛ ହନୁମାନ, ଯେତେବେଳେ ତୁମେ ପ୍ରଥମ ପାଦ ପକେଇଲ ସେତେବେଳେ ସେତୁଟି କେମିତି ରହିଲା? ହନୁମାନ କହିଲେ, ନାଇଁ, ମୁଁ ତ ଜାଣିନି, ଆପଣ କୁହନ୍ତୁ। ନା ସେତେବେଳେ ମୁଁ କଚ୍ଛପ ରୂପରେ ସେହି ସେତୁ ତଳେ ଛିଡା ହେଇଥିଲି, ନହେଲେ ତୁମେ ବି ସେ ସେତୁ ଉପରେ ଛିଡା ହେଇପାରିନଥାନ୍ତ, ସେତୁଟି ସାଙ୍ଗେ ସାଙ୍ଗେ ଭାଙ୍ଗି ଯାଇଥାନ୍ତା। ଦ୍ୱିତୀୟ ପାଦରେ ମଧ୍ୟ ମୁଁ ସମଗ୍ର ଭାରକୁ ଉଠେଇଥିଲି। ତାପରେ ଅର୍ଜୁନ ବୁଝିପାରିଲେ, ଭଗବାନଙ୍କ କୃପା ବିନା କିଛି ହୁଏ ନାହିଁ। ଆପଣ ଜାଣନ୍ତୁ, ଭଗବାନ ସବୁବେଳେ ଆମେ ଭାବେ, ଯଦି ଆପଣ ପରୀକ୍ଷା ଦଉଥିବେ, ପରୀକ୍ଷାରେ ଜଣେ ପାସ୍ କରିଗଲା, ସେ କଣ କହିବ, ଜାଣିଛୁ ମୁଁ କେତେ ପରିଶ୍ରମ କରିକି ଏଥିରେ ପାସ୍ କରିଛି, ତୁ ଭାବୁଛୁ କଣ ସେମିତି ହେଇଯିବ ନା କଣ? କିନ୍ତୁ ଯଦି ଫେଲ ହେଇଯିବ, ମୁଁ ଏତେ ପରିଶ୍ରମ କରିଥିଲି, ହୁଏତ ଭଗବାନଙ୍କର ଆଶୀର୍ବାଦ ମୋ ଉପରେ ନାହିଁ। ହେ ଭଗବାନ, ମୁଁ ଏମିତି କଣ କରିଥିଲି ତମେ ମୋ ଉପରେ ଏମିତି ଦାଉ ସାଜିଲ? ମଣିଷ ବୁଝିପାରେନି, ଯେତେବେଳେ ସେ କିଛି ପାଏ, କିଛି ହାସଲ କରେ, ତାକୁ ଲାଗେ ଯେ ସିଏ କରିଛି, କିନ୍ତୁ ଯଦି କିଛି ସେ ହରେଇ ବସେ, ସେ ଭାବେ ଭଗବାନ କରୁଛନ୍ତି। ନାଇଁ, ଆମେ ସବୁଥିରେ
ଭଗବାନଙ୍କର ହାତ ଅଛି ବୋଲି ଭାବିବା ଏବଂ ତାହା ବି ପଜିଟିଭଲି। ଯାହା କରନ୍ତି ଭଲ ପାଇଁ, ତମକୁ କିଛି ତମେ ହାସଲ କଲ, ତମେ କିଛି ପାଇଲ, ସେଠି ଭଗବାନଙ୍କୁ ସମର୍ପଣର ସହିତ ଭଗବାନଙ୍କୁ ଜଣା ଯେ ପ୍ରଭୁ ଆପଣଙ୍କର ଆଶୀର୍ବାଦରୁ ଆଜି ଏ ଜିନିଷକୁ ମୁଁ ପାଇପାରିଲି, ଆପଣଙ୍କ ଆଶୀର୍ବାଦରୁ ମୁଁ ଆଜି ଏତେ ସବୁ ଜିନିଷ ଶିଖିପାରିଲି। ସମ୍ପୂର୍ଣ୍ଣ ସମର୍ପଣ ରଖ। ତମେ ଯଦି ଭାବୁଛ ତମେ ସବୁ କରୁଛ, ତାହେଲେ ଭୋଗିବାକୁ ବି ରେଡି ହେଇଯାଅ। ଦୁନିଆରେ ସବୁ କିଛି ଭଗବାନଙ୍କ ଇଚ୍ଛାରେ ହୁଏ ବୋଲି ଭାବିକି ଯଦି ଆମେ ଅନ୍ୟାୟ କରିବା, ଅନ୍ୟାୟର ଫଳ ବି ମଧ୍ୟ ଆମକୁ ମିଳିବ। ତୁମେ ଥରେ ଧର୍ମ ବାଟରେ ରହି ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ଶରଣାଗତି ନେଇ କେବଳ ନାମ ଜପ କରି ଧର୍ମରେ କାମ କରି ଚାଲ, ଦେଖିବ ଭଗବାନ ଆପଣଙ୍କର ସମ୍ପୂର୍ଣ୍ଣ ଡାକ ଶୁଣିବେ। ହେଲେ ଆମେ ରହିଲେ କଳିଯୁଗର ପୁରା ଅଲ୍ଟ୍ରା ଟ୍ୟାଲେଣ୍ଟେଡ ମଣିଷ, ଆମେ କଣ ଚାରିଆଡେ ଆମର ମୁଣ୍ଡ। ଆପଣ କେବେ ବି ବହୁତ ସାରା କମେଣ୍ଟ ଆସେ, ବହୁତ ସାରା ମେସେଜ ମଧ୍ୟ ଆସେ ଯେ ଏଇଟା ହେଲା ଭଗବାନ ମୋ କଥା ଶୁଣିବେ କି ନାହିଁ, ମୁଁ ଏମିତି ଡାକିଲି, ମୁଁ ଏଇଟା ସଂକଳ୍ପ ନେଲି। ପୂର୍ଣ୍ଣ ଶରଣାଗତି କେମିତି ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ ଯଦି ଆପଣ ସମ୍ପୂର୍ଣ୍ଣ ଶରଣାଗତି ନେଇନାହାନ୍ତି? ସମ୍ପୂର୍ଣ୍ଣ ଶରଣାଗତି ମାନେ କଣ? ଡାଉଟ ଆସିବନି। ମୁଁ ଭଗବାନଙ୍କୁ ମାଗିଛି, ଭଗବାନ ମତେ ନିଶ୍ଚିନ୍ତ ଦେବେ। ଯଦି ମୋ ପାଇଁ କି ସେ ଭଲ ହେଇଥିବ, ଭଗବାନ ତ ମତେ ନିଶ୍ଚିନ୍ତ ଦେବେ। ଭଗବାନ କଣ ଆମର ପରମ ପିତାଟି। ସେ ଆମକୁ, ଭାବନ୍ତୁ ଆମେ ଦୁନିଆକୁ ନ ଆସିବା ପୂର୍ବରୁ ଆମ ପାଇଁ କି ଘରଟେ କରିଛନ୍ତି, ଆମ ପାଇଁ କି ମା ବାପା ରେଡି କରିକି ରଖିଛନ୍ତି। ଆପଣ ଗୋଟେ ଖାଉଛନ୍ତି ଗୋଟେ ଫଳ, ଯୋଉଟା ଆପଣଙ୍କ ନାଁରେ ଯୋଉ ଫଳଟା, ଆପଣ ସେଉ ଖାଉଛନ୍ତି କି ଆମ୍ବ ଖାଉଛନ୍ତି, କିଛି ବି ଖାଉଛନ୍ତି, ଯେତେବେଳେ ସେ ମଞ୍ଜିଟି ଲାଗିଥିବ ସେତେବେଳେ ଆପଣ ଖାଇବେ ବୋଲିକି ସେ ଗଛଟାର ମାନେ ଥିବ ଯେ ସେ ମଞ୍ଜି ଲାଗିଲା ବେଳଠୁ ଜଣେ ମଞ୍ଜି ଲଗେଇବ, ଜଣେ ପାଣି ଦବ, ଗଛ ହବ, ଫଳ ହବ, ଜଣେ ବିକ୍ରି କରିବାକୁ ଆଣିବ, ତାକୁ ଆପଣ ଖାଉଛନ୍ତି। କେମିତି? ଦୁନିଆର ନିୟମ। ତ ସବୁ ଭଗବାନଙ୍କର ଲୀଳା। ଆମେ ସବୁ କରିବା, ଯଦି ଭଗବାନଙ୍କୁ ମାନିବା ନାହିଁ, ଭଗବାନଙ୍କୁ ଡାକିବା ନାହିଁ, ତାହେଲେ କିଛି ପାଇପାରିବା ନାହିଁ। ଜୀବନରେ ସେମିତି ଓଲଟା ପାଲଟା ହବ। ଏମିତି ନୁହେଁ ଯେ ଆପଣ ଭଗବାନଙ୍କୁ ଡାକିଲେ ବିପଦ ଆସିବ ନାହିଁ, ପ୍ରୋବ୍ଲେମ ତ ଆସିବ, କିନ୍ତୁ ପ୍ରୋବ୍ଲେମକୁ ସହିବା ପାଇଁ କି ଶକ୍ତି ଅପାର ମିଳିବ। କାହିଁକିନା ଭଗବାନ ଜାଣିଛନ୍ତି। ଏବଂ ଆପଣ ଯଦି ପୁରା ଭାଙ୍ଗି ପଡୁଛନ୍ତି, ମାନେ ଦୁଃଖ ଲାଗୁଛି ଯେ ଭଗବାନ କଷ୍ଟ ପରେ କଷ୍ଟ, କାହିଁକିନା ଭଗବାନ ଜାଣିଛନ୍ତି କାହାର ସକ୍ଷମ କେତେ। ଜଣେ ବାପା ତା 2 ପୁଅକୁ ନେଇକି ଯାଇଥିବ ମାର୍କେଟ, ଗୋଟେ ବଡ ପୁଅ ଗୋଟେ ଛୋଟ ପୁଅ, ସେ କଣ ଗୋଟେ କଖାରୁଟେ କିଣିଲେ କାହାକୁ ଦବ ଧରିବା ପାଇଁ? ବଡ ପୁଅକୁ ଦବ ନା, ସାନ ପୁଅକୁ ଦବ ନା କଣ? କାହିଁକିନା ସେ ଜାଣିଛନ୍ତି, ବାପା ଜାଣିଛନ୍ତି ଯେ ମୋର କୋଉ ପୁଅ ସକ୍ଷମ, ମୋର କୋଉ ପୁଅ ଆକୁ ଧରି ପାରିବ ଏବଂ କିଏ ନ ଧରି ପାରିବ। ସେମିତି ଭଗବାନ ମଧ୍ୟ ଜାଣିଛନ୍ତି କିଏ ଆକୁ, ଏଇ ବୋଝଟାକୁ କିଏ ମୁଣ୍ଡେଇ ପାରିବ ଏବଂ କିଏ ଆକୁ ମୁଣ୍ଡେଇ ପାରିବ ନାହିଁ। ଯାହା ଆସୁଛି ଭଗବାନଙ୍କର ଆଶୀର୍ବାଦ ଭାବି ସହିଯାଆନ୍ତୁ ଏବଂ ଯାହା ଆପଣଙ୍କୁ ଦରକାର ନିଜର ପରମ ପିତା ଭାବି ଅଧିକାର ସାବ୍ୟସ୍ତ ଭାବିକି ଭଗବାନଙ୍କୁ ମାଗନ୍ତୁ ଏବଂ ଶରଣାଗତି କରନ୍ତୁ। ଛାଡି ଦିଅନ୍ତୁ, ଟେକି ଦିଅନ୍ତୁ ହାତ ଦ୍ରୌପଦୀ ପରି। ନିଶ୍ଚିନ୍ତ ଆପଣଙ୍କର ଡାକ ଶୁଣିବେ ଏବଂ ଆପଣ ସାଡେ ମନରେ ଆଶା ରଖିଥିବେ, ଭଗବାନଙ୍କୁ କହିଥିବେ, ଟେନସନ ନଉଥିବେ, ତ ବୁଝିଲେ କଣ ଖାଲି ମୋ କାମଟା ହେଲାନି, ବିଚଳିତ ଥିବେ, ତାହେଲେ ଭଗବାନ କଣ ଆପଣଙ୍କ ଡାକ ଶୁଣିବେ? କେବେ ନୁହେଁ, କଦାପି ଶୁଣିବେ ନାହିଁ। ଯେପର୍ଯ୍ୟନ୍ତ ଆପଣ ସମ୍ପୂର୍ଣ୍ଣ ଶରଣାଗତି ନାହାନ୍ତି, ଭଗବାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ନାହିଁ, ଆପଣ ନିଜର କାମଟାକୁ ଠିକ ସେ କରୁନାହାନ୍ତି, ଈର୍ଷା ଲୋଭ ଏଗୁଡାକ ଛାଡୁନାହାନ୍ତି, ଭଗବାନ ଆପଣଙ୍କର ଡାକ ଶୁଣିବେ ନାହିଁ। ଆପଣ ଯାଉଥିବେ, ଆପଣଙ୍କର ଘର ପାଖରେ ଜଣେ ଥିବେ ବସ୍, କିମ୍ବା ଆପଣଙ୍କର ବସ୍ ପାଖକୁ ଆପଣ ଯାଉଛନ୍ତି, ତାଙ୍କୁ ଆଜ୍ଞା ଆପଣ ହ୍ୟାଲୋ ପୁରା ଭଲସେ ଟ୍ରିଟ୍ କରୁଛନ୍ତି, ଯେମିତି ଯାଉଛନ୍ତି ତାଙ୍କ ଛୁଆକୁ ଗୋଟେ ପିଟି ଦଉଛନ୍ତି, ଚିମୁଡ଼ି ଦଉଛନ୍ତି, ବାଡେଇ ଦଉଛନ୍ତି, ଶୋଧୁଛନ୍ତି, ସେ ପିଲା କଣ ତା ବାପାକୁ କହିବନି? ଆପଣ ବସ୍କ ପିଲା ଆପଣଙ୍କ ବସ୍କୁ କହିବନି ଯେ ଆପଣ ଗଲା ପରେ ମତେ ଏମିତି କରୁଛନ୍ତି? ସେମିତି ଆପଣ ଦୁନିଆରେ ଦେଖି ରଖି କାହା ଆତ୍ମାକୁ ବାଧିଲା ଭଳି କହୁଛନ୍ତି, କାହାକୁ ବାଡଉଛନ୍ତି, କାହାର କଣ ଛଡେଇ ନେଇଯାଉଛନ୍ତି, କାହାକୁ କଷ୍ଟ ଦେଉଛନ୍ତି କଥା ମାଧ୍ୟମରେ, ସେ କଣ ତା ଭଗବାନଙ୍କୁ କହୁନଥିବ? ଚୋରର ମଧ୍ୟ ଭଗବାନ, ଖଣ୍ଟର ମଧ୍ୟ ଭଗବାନ, ଯିଏ ମର୍ଡର କରୁଛି ତାର ମଧ୍ୟ ଭଗବାନ, ସମସ୍ତଙ୍କର ଭଗବାନ, ସମସ୍ତଙ୍କୁ ସେ ସମାନ ଭାବରେ ଭଲ ପାଏ। ତେଣୁ କର୍ମ ଠିକ କରନ୍ତୁ, ନିଜର ମାଇଣ୍ଡ, ନିଜର ମନକୁ ନିର୍ମଳ କରନ୍ତୁ, ଧର୍ମ ଉପରେ କର୍ମ କରନ୍ତୁ, ଦେଖିବେ ଆପଣଙ୍କର ଇଚ୍ଛା ନିଶ୍ଚିନ୍ତ ପୂର୍ଣ୍ଣ କରିବେ ଏବଂ ଆପଣଙ୍କୁ
निश्चिंत भगवान आशीर्वाद प्राप्ति हेब। भिडियोटी केमिति लागिला निश्चिंत कमेंट रे जणाइबे। देखा हेबा आगामी भिडियो रे। जय श्री राम। धन्यवाद।